ମୋର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଟିଚର କର୍ମଚାରୀ ବନ୍ଧୁମାନଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଏ ଦାସାରକୁ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁ ବା ଗତକାଲି ମନ୍ତ୍ରୀଙ୍କ ସହିତ ଡିସ୍କସନ୍ ହେଇଥିବାର କିଛି କଥା ଯେ 662 ବର୍ଗର ଯେଉଁ ଆନ୍ଦୋଳନ ଥିଲା, ଚାକିରି ସର୍ତ୍ତାବଳୀ କଥା ହେଉ କିମ୍ବା ପେନସନ୍ ଲାଗୁ ଦାବି କଥା ହେଉ କିମ୍ବା ଗୋଟେ ନୂତନ ଅନୁଦାନ ନୀତି କଥା ହେଉ, ଏ ସବୁ ଉପରେ ନିଶ୍ଚିତ ଗୋଟେ କଥୋପକଥନ ହେଲା ବା ଡିସ୍କସନ୍ ହେଲା। ତା ଭିତରେ ଆପଣଙ୍କର ଯେଉଁ କଲେଜ ଗୁଡ଼ାକୁ 10% ଆଡ଼ମିସନ୍ର ଫି ଗଭର୍ଣ୍ଣମେଣ୍ଟ ଯେଉଁ ରିଟର୍ଣ୍ଣ କରିବା କଥା ତା ଉପରେ ବି ଡିସ୍କସନ୍ କରାଗଲା ଯେ ସେଇଟା 25%କୁ ସେମାନେ ନେବେ ବୋଲି ଚିନ୍ତା କରିଛନ୍ତି। ନେକ୍ସଟ ୱିକ୍ରେ ନେକ୍ସଟ ମନ୍ଥ ବା ଫାର୍ଷ୍ଟ ୱିକ୍ରେ ଅଗଷ୍ଟ ଫାର୍ଷ୍ଟ ୱିକ୍ରେ ପୁଣି ମନ୍ତ୍ରୀ କହିଛନ୍ତି ଯେ ଆଉ ଥରେ ଆମେ ବସି ତାରି ଉପରେ ଆଲୋକପାତ କରିବା ବା ଡିସ୍କସନ୍ କରିବା ବୋଲି। ଦେଖିବା ତା କ'ଣ ହେଉଛି, କିନ୍ତୁ କଥା ହେଲା ଯେ ନିଶ୍ଚିତ ପେନସନ୍ ସହ ଚାକିରିର ସର୍ତ୍ତାବଳୀ ଯେଉଁମାନେ ପେନସନ୍ ଆଶାୟୀ ନିଶ୍ଚିତ ତାଙ୍କରି କଥାକୁ ବୁଝିବେ ବୋଲି ମନ୍ତ୍ରୀ କହିଛନ୍ତି। ପେନସନ୍ ମୁଖ୍ୟ ପ୍ରସଙ୍ଗଟି ସେମାନେ ରଖିଛନ୍ତି, ପେନସନ୍ କଥା ବୁଝିବେ। ତା ଭିତରେ ଗୋଲକ ନାୟକ ସାର୍ଙ୍କର ଗୋଟେ ତାଙ୍କର ଯେଉଁ ଫେସବୁକ୍ ଚ୍ୟାନେଲରେ ନିଶ୍ଚିତ ଆମେ ଏଠି ଶୋ କରୁଛୁ, ସେ କ'ଣ ସେଠି ଡିସ୍କସନ୍ ହେଇଛି ହାୟର ଏଜୁକେସନ୍ ମିନିଷ୍ଟରଙ୍କ ସହିତ, ସେ ବିଷୟରେ ସେ ୟାରି ଉପରେ କହିଛନ୍ତି ବା ଗଣମାଧ୍ୟମରେ ଜଣାଇଛନ୍ତି ଲୋକମାନଙ୍କ ପାଖକୁ ବା ଅଧ୍ୟାପକ କର୍ମଚାରୀଙ୍କ ବନ୍ଧୁମାନଙ୍କୁ। ଏଠି ନିଜେ ଗୋଲକ ନାୟକ ସାର୍ ଆଉ ମନ୍ତ୍ରୀ ହାୟର ଏଜୁକେସନ୍ ମିନିଷ୍ଟରଙ୍କୁ ସେ ମେମୋରାଣ୍ଡମଟି ଦେଇଛନ୍ତି, କ'ଣ ତାଙ୍କର ଦାବି ଉପସ୍ଥାପନା କରିଛନ୍ତି। ତା ଭିତରେ ଆମେ 662 ବର୍ଗର ଯେଉଁ ଆନ୍ଦୋଳନ ବା ଚାକିରି ସର୍ତ୍ତାବଳୀ ସହ ପେନସନ୍ ଲାଗୁ ଦାବି, ନିଶ୍ଚିତ ସେମାନେ ପେନସନ୍ ଲାଗୁ ଦାବି ସେ କଥା କରିଛନ୍ତି। ଏ ପୁରୁଣା ପେପରଟି ମୁଁ କଟିଂ ପେପରଟି ଆପଣଙ୍କୁ ଦେଖାଉଛି। ସେମାନଙ୍କର ଦାବି ଥିଲା ପେନସନ୍ ଚାରି ଦଫା ଦାବି ଭିତରେ ପେନସନ୍ଟା ଥିଲା, 60ରୁ 62 ବର୍ଷ ଥିଲା। କର୍ମଚାରୀଙ୍କ ଅନୁଦାନ ପରିସରକୁ ନେବା ଏଇ କଥାଟି ବି ଥିଲା। ଏ ସବୁ ଭିତରେ ଯଦି ମନ୍ତ୍ରୀ ବା ଗଭର୍ଣ୍ଣମେଣ୍ଟ ନ ଶୁଣେ ପୁଣି ଆଗାମୀ ଅଗଷ୍ଟ 9 ତାରିଖରେ ଷ୍ଟ୍ରାଇକ୍ ହେବ ବୋଲି ସେ ଗୋଲକ ନାୟକ ସାର୍ ନିଶ୍ଚିତ ନିଜେ ଏ କଥାକୁ ଦୋହରେଇଥିଲେ ବା ଏ କଥାକୁ କହିଥିଲେ। ଆମେ ସେ ବିଷୟ ଉପରକୁ ଯିବାନି। ଯେ ଗତକାଲିର ଯେଉଁ ଡିସ୍କସନ୍ଟି ହେଲା ତା ଭିତରେ ଆମେ ଜାଣିବା ଯେ ମେନ୍ ଫୋକସ୍ଟି ରହିଲା ପେନସନ୍ କଥା। ମନ୍ତ୍ରୀ ନିଶ୍ଚିତ ସେ କଥାକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇଛନ୍ତି ଯେ ପେନସନ୍ କଥାଟା ସେ ନିଶ୍ଚିତ ଶୁଣିବେ। ଏ ଯେଉଁ କଲେଜର କଥା, ଯେଉଁ ଆଡ଼ମିସନ୍ କଥାଟି ହେଲା, ସେ କଥା ଯେଉଁ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଚିନ୍ତା କରିଥିଲା 10%, ତାପରେ 15%, ତା ବାଦ ପରେ ଯାଇକି 75% କଥା ଚିନ୍ତା କରିଥିଲା। ସେ ଯେଉଁ 10% କଥା, ସେ 10%ଟାକୁ ସେମାନେ 25% ପର୍ଯ୍ୟନ୍ତ ନେବେ। କ'ଣ ନେବେ କ'ଣ ନାହିଁ ସେଇଟା ଆପଣଙ୍କର ଅଗଷ୍ଟ ଫାର୍ଷ୍ଟ ୱିକ୍ରେ ସେ କଥା ଯେତେବେଳେ ଡିସ୍କସନ୍ କରାଯିବ ସେଇଠି ଜଣାପଡ଼ିବ। ଯେଉଁ 60ରୁ 62 ବର୍ଷ କଥା, ଏଇ କଥା ଉପରେ ଏତେ ଫୋକସ୍ କାଲି ହେଇନାହିଁ, ପେନସନ୍ କଥା ଉପରେ ହେଇଛି। ବୋଧେ ମନ୍ତ୍ରୀ କ'ଣ ବ୍ୟସ୍ତ ଥିଲେ ତା ବିଷୟରେ ହେଇପାରି ନାହିଁ। ତା ଭିତରେ ଯେଉଁ ଆପଣଙ୍କର ଲାଇବ୍ରେରୀ ଆଟେଣ୍ଡାଣ୍ଟ କଥା ହେଉ କିମ୍ବା ୱାଚମ୍ୟାନ୍ କଥା ହେଉ କିମ୍ବା ଆପଣଙ୍କର ଲେଡି ଆଟେଣ୍ଡାଣ୍ଟ କଥା ବା ଆଉ ଗୋଟେ ଯୋଡ଼େ ଯେଉଁ ପ୍ରସଙ୍ଗ ରହିଛି, ଯେଉଁମାନେ ଆପଏଣ୍ଟମେଣ୍ଟ ହେଇଛନ୍ତି ଯେ ସେମାନେ କେମିତି ନୂତନ ଅନୁଦାନ ପରିସରକୁ ଯିବେ, ତାଙ୍କରି ଉପରେ ଡିସ୍କସନ୍ ହେଇଛି ବୋଲି ଆମେ ଶୁଣିବାକୁ ପାଇଲେ। ଏସବୁ କଥା ହେଇଛି। ଦେଖିବା ଆଗାମୀ ଦିନରେ କ'ଣ ଏସବୁ ଆମ ପକ୍ଷରେ ଯାଉଛି କି ନାହିଁ, ପଜିଟିଭ୍ ଯାଉଛି କି ନାହିଁ। ହଁ, ତା ଭିତରେ ଆପଣଙ୍କର ସେ ଗୋଟେ ଆଟେଣ୍ଡାନ୍ସ କଥାଟା ବି ଡିସ୍କସନ୍ ହେଇଛି ଯେ ବୋଧହୁଏ ସେମାନେ ପ୍ରତି ମାସର ଆଟେଣ୍ଡାନ୍ସ ଗଭର୍ଣ୍ଣମେଣ୍ଟ ନେବ
किंबा प्रति मास सेटा नुह प्रति वीकली बोधे अटेंडेंस नब दुईटी अटेंडेंस नब गोटे है स्टाफ अटेंडेंस गोटे है स्टूडेंट अटेंडेंस ए सब कथा तो निश्चित से माने जेहेतु कहउछन गोटे चिट्ठी बाहर करिवे अगस्त फास्ट सप्ताह हुए तो गोटे चिट्ठी से माने बाहर कर दी पारंती ता भितर निश्चित ये जो 10% 25% करेंगे बोली आम आशा करवा पेंशन कथाटा कौन करेंगे सेटा तो ये कथा निश्चित देन आम नेक्स्ट पेंशन कथाटा तो निश्चित बाहर करेंगे बाकी रहा नूतन अनुदान कथा कौन हम कौन नहीं यार ऊपर बेसी फोकस दिया जाए नहीं काली बेसी फोकस बोधे 40 मिनट डिस्कशन भितर पेंशन कथा को गुरुत्वपूर्ण भाव में नहीं जो कॉलेज गुड़िक बंद अवस्था अच्छी से माने सेड़ा बंद करेंगे ना बोली प्रतिश्रुति देइचंती ए सब कथा हेची किंतु कथा हला जे जो नूतन अनुदान कथा बा आमे जो 8 रु 18 हो कि 8 रु 25 हो जो भाई माने कहउछन आम मान कहीं कथा बुझा जाउनी सिमिति किछि गुरुत्वपूर्ण काली डिस्कशन हेई नाही 4 दफा दाबी भितर आपणकर 60 रु 62 वर्ष जदियो डिस्कशन हेइथिबो किंतु एते फोकस दिया जाय नाही फोकस आपणकर पेंशन कथा को दिया हेई आपण से जो 10% टा 25% पई दिया हेई स्टूडेंट अटेंडेंस कथा बा स्टाफ अटेंडेंस कथा से डिस्कशन करिसेंती ता भितरे से माने अनुदान परिसर को नवा पाई आपणकर लेडी अटेंडेंस कथा अटेंडेंट कथा हो कि लाइब्रेरी अटेंडेंट कथा हो किंबा आपणकर जो वॉचमैन अछंती वॉचमैन ए मानकर किमिति अनुदान पाइबे नूतन अनुदान पाइबे से मानक ऊपर काली डिस्कशन हेची बाकी रहिला जेहेतु काली व्यस्तता भितर एते सब कथा हेची निश्चित अगस्त फास्ट वीक रे मंत्री कहिचंती पुणी आउ थरे सबु संघर सभापति मानक डाकी पुणी पुनरावृत्ति डिस्कशन करिवे बोली से कथा को निश्चित कहिचंती देखिबा आगामी दिन रे कौन होउची बा आम पेटपाटनार कथा गवर्नमेंट बुझुची कि नाई आगामी दिन में जना पड़ो आपण मैंने चैनल सहित जोड़ी रही था जदि जेकोसी नोटिफिकेशन आसो बा लेटर आसो बा गवर्नमेंट तरफ आम कि शुणा पाइबा निश्चित चैनल माध्यम आम अपलोड मारिबा आज एठी आम वीडियो समाप्ति करुचु जे मो कहिबार कथा जे धीरे धीरे कहूँ या अर्थ कोठी ना कोठी नूतन अनुदान कथा यदि आसे एते पॉजिटिव सोर्स रे नाही पेंशन कथाटा गोटे पॉजिटिव रे अछि बा 10% टा 25% को जीवो सेटा पॉजिटिव रे अछि जदि से माने चिट्ठी काढंती बोधे एई कथा काढिबे बोली आमे काली जहा कथारु जणा पड़िला जहाँ भी होउची आमे आशा बांधी बसिबा से जगन्नाथ ऊपर भरोसा रखिबा निश्चित जगन्नाथ मोहन सरकार कंठरे विजय हेबे बा से आमर हायर एजुकेशन मिनिस्टर बा जो माने दायित्व अच्छे कंठरे विजय हो भावुचे जे नूतन अनुदान गोटे बाहर करेंगे बोली बाकी सार मानकर पेंशन कथा हो बा कॉलेज किंति चलो से कथा हो सब कथा को शुणिबे बोली आमर आशा निश्चित आम जगन्नाथ पाखे प्रार्थना करवा से माने कंठरे विजय होंतु आम दुख दुर्दशा को से बुझंतु रहिले धन्यवाद थैंक यू।